ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ଶୁଭ ସକାଳ। ଆସନ୍ତୁ ଆଜି ସକାଳରୁ ଆସିଥିବା କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇ ନେବା। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ କରି ପାଖରେ ଥିବା ଅଲ୍ ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ଖବର ଆପଣଙ୍କ ପାଖକୁ ସର୍ବପ୍ରଥମେ ପହଞ୍ଚି ପାରିବ। ଶ୍ରୀମନ୍ଦିରରେ ଆଉ ପଶି ପାରିବେନି ଅଣହିନ୍ଦୁ, ସିଂହଦ୍ୱାରରେ ଜଗିବେ 2 ପ୍ରତ୍ୟାହାରୀ ସେବକ। ମିଳିଥିବା ଖବର ଅନୁଯାୟୀ ଶ୍ରୀମନ୍ଦିରରେ ପୁଣି ଥରେ ଆରମ୍ଭ ହୋଇଛି ସିଂହଦ୍ୱାର ପ୍ରତ୍ୟାହାରୀ ସେବା ପ୍ରଚଳନ। ସିଂହଦ୍ୱାର ନିକଟରେ ଜଗି ରହିଛନ୍ତି ପ୍ରତ୍ୟାହାରୀ ସେବକ। ଶ୍ରଦ୍ଧାଳୁଙ୍କ ଉପରେ ରଖିଛନ୍ତି ନଜର। କୌଣସି ଅଣହିନ୍ଦୁ ଯେପରି ମନ୍ଦିର ଭିତରକୁ ପ୍ରବେଶ ନ କରନ୍ତି ସେଥିପାଇଁ ନଜର ରହିଛି। ତେବେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ସକାଳ ଦ୍ୱାର ଫିଟା ସମୟରେ 2 ଜଣ ଓ ସନ୍ଧ୍ୟା ଆଳତି ସମୟରେ 2 ଜଣ ପ୍ରତ୍ୟାହାରୀ ସେବକ ମୁତୟନ ରହିବେ। ନିକଟରେ ଅତୀତରେ ବାରମ୍ବାର ଅଣହିନ୍ଦୁମାନଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ସେଥିଯୋଗୁଁ ନୀତିକାନ୍ତି ପ୍ରଭାବିତ ହେବା ଘଟଣା ସାମ୍ନାକୁ ଆସିବା ପରେ ପ୍ରତ୍ୟାହାରୀ ନିଯୋଗ ପକ୍ଷରୁ ଏହିଭଳି ନିଷ୍ପତ୍ତି ନିଆଯାଇଛି। ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ବିଜେଡି କାର୍ଯ୍ୟାଳୟରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ପୁଅ ମନ୍ନଥଙ୍କୁ ସପକ୍ଷରେ ଭୋଟ ଦେବାକୁ କଲେ ଅପିଲ। ମିଳିଥିବା ଖବର ଅନୁଯାୟୀ ବିଜେଡି କାର୍ଯ୍ୟାଳୟରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ପୁତ୍ର ମନ୍ନଥ ରାଉତରାୟଙ୍କ ପାଇଁ ଅଣ୍ଟା ଭିଡ଼ିଲେ ସୁର। ତେବେ ଶନିବାର ଦିନ ସୁର ଜୟଦେବ ନିର୍ବାଚନ ମଣ୍ଡଳୀ ବାଲିପାଟଣା ବ୍ଲକ ଅଠାନ୍ତର ମେଡିକାଲ ଛକରେ ଥିବା ବିଜେଡି କାର୍ଯ୍ୟାଳୟରେ ପହଞ୍ଚି ବିଜେଡି କର୍ମୀଙ୍କ ସହ ଆଲୋଚନା କରିଥିଲେ। ପୁଅ ମନ୍ନଥ ରାଉତରାୟଙ୍କ ସପକ୍ଷରେ ଭୋଟ ଦେବାକୁ ସୁରଙ୍କୁ ଅପିଲ କରିଛନ୍ତି। ଏହା ସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ବିକେ ପାଣ୍ଡିଆନ ଏବଂ ପ୍ରଣ ପ୍ରକାଶ ଦାସଙ୍କୁ ସୁର ପ୍ରଶଂସା କରିଛନ୍ତି। ସୁର କଂଗ୍ରେସ ଦଳରେ ଥାଇ ବି ବିଜେଡିକୁ ପ୍ରଶଂସା କରିବା ଏବଂ ପୁତ୍ରଙ୍କ ପାଇଁ ଶଙ୍ଖ ଚିହ୍ନରେ ଭୋଟ ଅପିଲ ନେଇ ଅଞ୍ଚଳରେ ବେଶ୍ ଚର୍ଚ୍ଚା ରହିଛି। ସୁରଙ୍କ ପୁତ୍ର ମନ୍ନଥ ରାଉତରାୟ ବିଜେଡି ଟିକେଟ ଭୁବନେଶ୍ୱର ଲୋକସଭା ଆସନ ପ୍ରାର୍ଥୀ ହେଉଛନ୍ତି। ଏଠାରେ ତ୍ରିମୁଖ ଲଢ଼େଇ ଦେଖିବାରେ ମିଳିଛି। ବିଜେପିରୁ ଅପରାଜିତା ଏବଂ କଂଗ୍ରେସରୁ ୟାରିସ୍ ନାୱାର ପ୍ରାର୍ଥୀ। ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ପୁଣି ଖାଉଟିରେ କଲବଲ କଲାଣି ଆଳୁ ଦର। ଏକାଥରକେ ବଢ଼ିଲା କିଲୋ ପ୍ରତି 7 ଟଙ୍କା। ମିଳିଥିବା ଖବର ଅନୁଯାୟୀ ପରିବା ଦର ବଢୁଥିବା ବେଳେ ଏବେ ଆଳୁ ଦର ମଧ୍ୟ ଆକାଶ ଛୁଆଁ ହୋଇଛି। ଖାଲି ଏତିକି ନୁହେଁ, ମନ ମୁତାବକ ଚଢ଼ା ଦରରେ ଆଳୁ ବିକୁଛନ୍ତି ଖୁଚୁରା ବ୍ୟବସାୟୀ। ଭୁବନେଶ୍ୱର ଆଇଗଡିଆ ସ୍ଥିତ ପାଇକାରୀ ବଜାରରେ 46 କିଲିଆ ଆଳୁ ବସ୍ତା 920 ଟଙ୍କାରେ ବିକ୍ରି ହେଉଛି, ଯାହାକି ଦେଖାଗଲେ କେଜି ପିଛା 20 ଟଙ୍କା ପଡୁଛି। କେବଳ ଆଇକିଣିଆରେ ନୁହେଁ, ବ୍ୟତୀତ ଭୁବନେଶ୍ୱରର ଅନ୍ୟ ସବୁ ବଜାରରେ ମଧ୍ୟ ଏହି ବ୍ୟବସାୟୀ ମାନେ ଆଳୁ ବିକୁଛନ୍ତି। କିନ୍ତୁ ଚିନ୍ତାର ବିଷୟ ଯେ ଖୁଚୁରା ବ୍ୟବସାୟୀ ମାନେ ଏହା ସବୁଠୁ ଗୋଦାମରୁ ଆଳୁ ଆଣି ଏହାକୁ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଆଜିଠୁ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ। 5ରୁ 6 ଡିଗ୍ରୀ ସେଲସିୟସ୍ ବଢ଼ିବାର ସମ୍ଭାବନା। ମିଳିଥିବା ଖବର ଅନୁଯାୟୀ ଆଜିଠୁ କଲବଲ କରିବ ଗ୍ରୀଷ୍ମ ଲହରୀ। ଓଡ଼ିଶା ଉପକୂଳ ଆନ୍ଧ୍ରପ୍ରଦେଶ ଗ୍ରୀଷ୍ମ ଲହରୀ ପ୍ରବାହ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। 18 ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ଲାଗି ରହିବ। ସେହିପଟେ ଜାରି ରହିବ ତାତିର ପ୍ରଭାବ। ସକାଳୁ ଅସ୍ତବ୍ୟସ୍ତ କରିବ ଖରା। ଆଜିଠାରୁ ପ୍ରଚଣ୍ଡ ହେବ। ତେବେ 4 ଦିନ ଯାଏଁ ତାପମାତ୍ରା 5ରୁ 6 ଡିଗ୍ରୀ ସେଲସିୟସ୍ ବଢ଼ିବା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅଧିକାଂଶ ସମୟରେ ପାରଦ 40 ଡିଗ୍ରୀ ସେଲସିୟସ୍ ଉପରେ ପାର କରିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜିଠୁ 3 ଦିନ ପାଇଁ ପ୍ରଚଣ୍ଡ ହିଟ୍ ୱେଭ୍ ନେଇ ସତର୍କ ଜାରି କରାଯାଇଛି। 13 ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ। ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର। ଏବେ କାର୍ଡରେ ପାଇପାରିବେ ନୂଆ ଜିନିଷ। ମିଳିଥିବା ଖବର ଅନୁଯାୟୀ ରାସନ କାର୍ଡଧାରୀଙ୍କ ପାଇଁ ଆସିଲା ଏକ ଖୁସି ଖବର। ରାଜ୍ୟ ଗରିବମାନଙ୍କର କଲ୍ୟାଣକୁ ଦୃଷ୍ଟିରେ ରଖିବା ସହ ମଝିରେ ମଝିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନେଉଛନ୍ତି। ଏହି କ୍ରମରେ ଅନଦନୀୟ ରାସନ କାର୍ଡଧାରୀମାନେ ଏଥିରୁ ଅନେକ ଲାଭ ପାଇପାରୁନାହାନ୍ତି। ଦରିଦ୍ର ସୀମାରେଖା ତଳେ ଥିବା ପରିବାର ପାଇଁ ମୋଦି ସରକାର ଅନ୍ତୋଦୟ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନା ଅଧୀନରେ ପ୍ରତି ମାସରେ ସବସିଡି 35 କିଲୋ ରାସନ ଯୋଗାଇ ଦେବେ। ଏହି ସୁବିଧା ଗହମ, ଚାଉଳ ସହ ଚିନି ମଧ୍ୟ ଯୋଗାଇ ଦିଆଯାଉଛି। ହେଲେ ଏହି ସୁବିଧାରୁ ଅନେକ ଲୋକ ଚିନି ନେବାରୁ ବଞ୍ଚିତ ହେଉଛନ୍ତି। କିଛି ଡିଲର ସରକାରୀ ଚିନି ଦେଉନଥିବା କହି ବାହାନା କରି ଲୋକମାନଙ୍କୁ ଚିନି ଦେଉନାହାନ୍ତି। ତେଣୁ ଏହି କାରଣରୁ ଅନ୍ତୋଦୟ କାର୍ଡମାନେ ଚିନି ପାଇପାରୁନାହାନ୍ତି। ସମବାୟ ଏଥିପ୍ରତି ଦୃଷ୍ଟିକୁ ଆକର୍ଷଣ କରିବା ପରେ ଏହାକୁ ନେଇ ପ୍ରମୁଖ ନିର୍ଦ୍ଦେଶନାମା ଜାରି କରିଛି। ତେବେ ରିପୋର୍ଟ ଅନୁଯାୟୀ ଅନ୍ତୋଦୟ ରାସନ କାର୍ଡଧାରୀମାନେ ଯେତିକି ଚିନି ଦିଆଯିବା ଉଚିତ ବର୍ତ୍ତମାନ ଠାରୁ ରାଜ୍ୟରେ ଅନ୍ତୋଦୟ କାର୍ଡ ଧାରୀମାନେ ସେହି ସବୁ ସୁବିଧା ପାଇପାରିବେ। ଅର୍ଥାତ୍ ଏଥର ରାସନ କାର୍ଡଧାରୀ ଲୋକଙ୍କ ସରକାର ତରଫରୁ ଚିନି ମିଳିବା ପାଇଁ ଯାଉଛି। ଦେଶରେ ପ୍ରାୟ 1.5 କୋଟିରୁ ଅଧିକ ଲୋକ ପାଖରେ ଏହି ଅନ୍ତୋଦୟ ରାସନ କାର୍ଡ ରହିଛି।
ପରବର୍ତ୍ତୀ ଅପଡେଟ୍ ବିଷୟରେ ଆର୍ଆର୍ବିରେ ରିକ୍ରୁଟମେଣ୍ଟ ରେଳବାଇ ପୂରଣ ହେବ 4,600ରୁ ଅଧିକ ପଦବୀ। ମିଳିଥିବା ଖବର ଅନୁଯାୟୀ ପ୍ରାୟ ସମୟରେ ରେଳବାଇ କିଛି ନା କିଛି ପଦବୀ ପାଇଁ ନିଯୁକ୍ତ ବାହାରେ, ତେବେ ଅଧିକାଂଶ ପ୍ରାର୍ଥୀଙ୍କ ମଧ୍ୟରେ ରେଳବାଇ ଚାକିରି କରିବା ନେଇ ଆଗ୍ରହୀ ଥାଏ। ତେବେ ଯେଉଁମାନେ ଏହି ସ୍ୱପ୍ନ ଦେଖୁଛନ୍ତି ସେମାନଙ୍କୁ ରେଳବାଇ ନିଯୁକ୍ତି ବୋର୍ଡ ଆର୍ଆର୍ବି ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ସବ୍ ଇନ୍ସପେକ୍ଟର, ଏସ୍ଆଇ ଏବଂ କନେଷ୍ଟବଳ ପଦବୀ ପୂରଣ ହେବ। ଏଥିପାଇଁ ଅନଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ। ଏହି ପଦବୀ ପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ 4,600ରୁ ଅଧିକ ପଦବୀ ପୂରଣ ହେବ। ତେବେ ଅନଲାଇନ୍ ମାଧ୍ୟମରେ ଆବେଦନ ହେବାରେ ଲାଗିଛି। ଯୋଗ୍ୟ ଆଗ୍ରହୀ ପ୍ରାର୍ଥୀମାନେ ଆର୍ଆର୍ବିର ଅଫିସିଆଲ ୱେବସାଇଟ୍ indianrailway.gov.in କୁ ଯାଇ ଆପଣ ଅନଲାଇନ୍ ଆବେଦନ କରିପାରିବେ। ତେବେ ଆବେଦନ ଚାଲିଥିବା ବେଳେ ଶେଷ ତାରିଖ 14 ମେ 2024 ରହିଛି। ତେବେ କନେଷ୍ଟବଳ ରହିଛି 4,208ଟି, ସବ୍ ଇନ୍ସପେକ୍ଟର 452ଟି, ମୋଟ ପଦବୀ ହେଉଛି 4,660। କନେଷ୍ଟବଳ ପାଇଁ ଶିକ୍ଷାଗତ ଯୋଗ୍ୟତା ଭାରତୀୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ବୋର୍ଡରୁ 10ମ ପାସ୍ ଓ ସବ୍ ଇନ୍ସପେକ୍ଟର ପାଇଁ ଭାରତୀୟ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ଦ୍ୱାରା ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ। ସର୍ବନିମ୍ନ ବୟସ କନେଷ୍ଟବଳ ହେଉଛି 18ରୁ 28 ଓ ସବ୍ ଇନ୍ସପେକ୍ଟର ହେଉଛି 20ରୁ 28 ବର୍ଷ। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଗାଁରୁ ସହର ବାରି ହେଲାଣି ନିର୍ବାଚନ ମାହୋଲ। ପୂଜା ଅର୍ଚ୍ଚନା ଓ ଠାକୁର ଦର୍ଶନ କରି ପ୍ରଚାରରେ ବାହାରିଲେ ସାଂସଦ ଓ ବିଧାୟକ ପ୍ରାର୍ଥୀମାନେ। ମିଳିଥିବା ଖବର ଅନୁଯାୟୀ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାର ବି ଜମିବାରେ ଲାଗିଛି। ଓଡ଼ିଶା ନବବର୍ଷରେ ମନ୍ଦିରରେ ପୂଜା ଅର୍ଚ୍ଚନା କରି ଭୋଟ ମୁହାଁ ହେଉଛନ୍ତି ପ୍ରାର୍ଥୀମାନେ। ପୁରୀରେ ବାଇଲାରି କରି ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି ସମ୍ବିତ ପାତ୍ର ଓ ଜୟନ୍ତୀ ଷଡ଼ଙ୍ଗୀ। ବାଲେଶ୍ୱରରୁ ବିଜେଡି ପ୍ରାର୍ଥୀମାନେ ଲେଖାକି ସାମନ୍ତିରେ ପୂଜା ଅର୍ଚ୍ଚନା କରି ଭୋଟ ମାଗିଛନ୍ତି। ସେହିପଟେ ଦଳବଳ ସହ କୋରାପୁଟରେ ପ୍ରଚାର କରିଛନ୍ତି କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲ୍ଲାଙ୍କା ଓ ତାରା ପ୍ରସାଦ ବାହିନୀ ପ୍ରତି। ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀମାନେ ବି ଭୋଟ ମୁହାଁ ହୋଇଛନ୍ତି। ଚାଲିଛି ଜୋରଦାର ପ୍ରଚାର। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଭାରତରେ ଦ୍ରୁତଗତିରେ ବଢୁଛି ମୋବାଇଲ ଉତ୍ପାଦନ। ଚୀନକୁ ପଛରେ ପକାଇଲା ଭାରତୀୟ କମ୍ପାନୀ। ମିଳିଥିବା ଖବର ଅନୁଯାୟୀ ଦେଶରେ ମୋବାଇଲ ଫୋନ ଉତ୍ପାଦନ ଦ୍ରୁତଗତିରେ ବଢ଼ିବାକୁ ଲାଗିଛି। ଆକଳନ କରାଯାଇଛି 2024-25 ଆର୍ଥିକ ବର୍ଷରେ କାରବାର 4 ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବ। ସରକାରୀ ତଥ୍ୟ ଅନୁଯାୟୀ ବିଗତ 10 ବର୍ଷ ମଧ୍ୟରେ ଭାରତୀୟ ମୋବାଇଲ ଫୋନ ଉତ୍ପାଦନ 1700% ବୃଦ୍ଧି ହୋଇଛି। ବର୍ଷକ ତଳେ ଦେଶରେ ମୋବାଇଲ ଫୋନ ଉତ୍ପାଦନ ଯେତିକି ଟଙ୍କା ରହିଥିଲା ବର୍ତ୍ତମାନ ସେଥିରୁ ପ୍ରାୟ 17% ଅଧିକ ବୃଦ୍ଧି ଘଟିବା ନେଇ ଆକଳନ କରାଯାଇଛି।